अरविंदଙ୍କ 150तम जन्म जयंती उपलक्षे जो बत्कृतामाला कार्यक्रम चालू रही ताहा आज षष्ठ दिवस रे उपनीत। आजिकार विषय वस्तु है श्री अरविंदंकर उत्तरपड़ा अभिभाषण। उक्त पाठचक्र रे उपस्थित थिबा समस्त अभिप्सु आत्मा मानंको मोर हृदयर प्रणाम, शुभेच्छा, वंदे मातरम। समस्तंक हृदय वर्तमान भक्ति रे पूर्ण। एही भक्तिर एक अर्घ्य को प्रार्थना माध्यम रे निवेदन करिबा पई आमे अनुरोध करिबा लक्ष्मी चरण दास भाई को। से तांकर सुललित कंठरे प्रार्थना को निवेदन करिवे। लक्ष्मी भाई। मनर मूलके आम सुरुज दियो माजाली असरा एराती जाऊ पाही। मनर मूलके आम सुरुज दियो माजाली असराए राती जाऊ पाही। विधुर हृदय आजी सुमधुरी उठु बाजी सकाळर शुभ साहानाई मागो सकाळर शुभ साहानाई। मनर मूलके आम सुरुज दियो माजाली असराए राती जाऊ पाही मागो असराए राती जाऊ पाही। तुमी अति मानसर अमृत आलोक शाश्वत अधर धारे सस्मित पुलक। तुमी अति मानसर अमृत आलोक शाश्वत अधर धारे सस्मित पुलक। तिमिर तटिनी तीरे निरभिजा नयन रे तिमिर तटिनी तीरे निरभिजा नयन रे तुमको मारही अछु चाही मागो तुमको मारही अछु चाही। मनर मूलके आम सुरुज दियो माजाली असराए राती जाऊ पाही मागो असराए राती जाऊ पाही। हे कूलरु से कूलकु तोली नियमा तुमे स्वर्ण सेतु एका जीवनर साहा। हे कूलरु से कूलकु तोली नियमा तुमे स्वर्ण सेतु एका जीवनर साहा। ससीम आम ए मन चेतनार सन मन ससीम आम ए मन
ଚେତନାର ସନମାନ ହାତ ଧରି ଦିଅ ଗୋଡିଆଇ ମାଗୋ ହାତ ଧରି ଦିଅ ଗୋଡିଆଇ ମନର ମୂଲକେ ଆମ ସୁରୁଜ ଦିଅ ମା ଜାଳି ଅସରାଏ ରାତି ଯାଉ ପାହି ବିଧୁର ହୃଦয়ে আজি ସୁମଧୁରେ ଉଠୁ ବାଜି ସକାଳର ଶୁଭ ସାହାନାଇ ମାଗୋ ତୁମକୁ ମରହି ଅଛୁ ଚାହିଁ ମାଗୋ ହାତ ଧରି ଦିଅ ଗୋଡିଆଇ ମାଗୋ ଅସରାଏ ରାତି ଯାଉ ପାହି। ଅଶେଷ ଅଶେଷ ଧନ୍ୟବାଦ ଭାଇ, ବହୁତ ସୁନ୍ଦର କବିତା ଆପଣ ନିବେଦନ କଲେ। ଆପଣଙ୍କ କଣ୍ଠରୁ ଜଣା ପଡୁଥିଲା ଆପଣଙ୍କର ଭାବ କିପରି ଥିଲା। ପ୍ରକୃତରେ ବହୁତ ସୁନ୍ଦର। ମା ଆମକୁ କୋଳେଇ ନେଇଛନ୍ତି ତାଙ୍କର ସନ୍ତାନ ହିସାବରେ। ନିଶ୍ଚିତ ଭାବରେ ଆମର ଜୀବନର ଅନ୍ଧାରକୁ ଦୂର କରି ଆଲୋକିତ ଦିଗରେ ନେବେ, ଆଉ ଆମର ସସୀମତାରୁ ଅସୀମତା ଆଡକୁ ନେଇଯିବା ପାଇଁ ହିଁ ସେ ଆମ ପାଖକୁ ଆସିଛନ୍ତି। ବହୁତ ଧନ୍ୟବାଦ, ମାଙ୍କ ଠାରେ କୃତଜ୍ଞ। ପ୍ରକୃତରେ ଅତ୍ୟନ୍ତ ବିସ୍ମୟକର ମନେ ହୁଏ ଯେଉଁ ବାଳକର ପିତା ତାଙ୍କ ପିଲାମାନେ ଏକ ୟୁରୋପୀୟ ଢାଞ୍ଚାରେ ବଢନ୍ତୁ, ସେହିଭଳି ଜୀବନ ବଞ୍ଚନ୍ତୁ ବୋଲି ସେ ଛୋଟ ବେଳରୁ ସେମାନଙ୍କୁ ଲଣ୍ଡନ ପଠେଇ ଦେଇଥିଲେ। ସେହି ପିଲାଦିନେ ଭାରତକୁ ବିଶ୍ୱର ହୃଦୟ ଭାବରେ ନିର୍ବାଚନ କରିଥିଲା। ସାରା ବିଶ୍ୱର ତ୍ରାଣକର୍ତ୍ତା ଭାବରେ ନିଜକୁ ଉତ୍ସର୍ଗୀକୃତ କଲେ। ଦ୍ୱିତୀୟ କଥା, ଯିଏକି ଈଶ୍ୱର ଜଣେ ଅଛନ୍ତି ବୋଲି ବିଶ୍ୱାସ କରୁନଥିଲେ, ହିନ୍ଦୁ ଧର୍ମ ସନାତନ ଧର୍ମକୁ କଳ୍ପନା ମାତ୍ର ବୋଲି ଭାବୁଥିଲେ, ସେ ଶେଷରେ ଦେଖାଇଦେଲେ ଯେ ପ୍ରକୃତ ସନାତନ ଧର୍ମ କଣ, ଆଉ ସେଥିରେ କିପରି ବଞ୍ଚି ହୁଏ, ଆଉ ନିଜ ମଧ୍ୟରେ କିପରି ଭଗବାନଙ୍କୁ ଅନୁଭବ କରି ତାଙ୍କ ନିର୍ଦ୍ଦେଶରେ ବଞ୍ଚି ହୁଏ। ସେ କହିଥିଲେ ଭାରତର ସ୍ୱାଧୀନତା ଇଂରେଜୀ ମାନଙ୍କର କୁଶାସନ ପାଇଁ ନାହିଁ ଅଥବା ଅତ୍ୟାଚାରର ପ୍ରତିକାର ପାଇଁ ନୁହେଁ, ବରଂ ଏହା ଭାରତୀୟ ମାନଙ୍କର ଜନ୍ମଗତ ଅଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଅଟେ। ଗତକାଲି ଆମେ ଦାମୋଦର ଭାଇଙ୍କ ଠାରୁ ଶୁଣିଥିଲେ ଆଲିପୁର ବୋମାକାଣ୍ଡରେ କାରାରୁଦ୍ଧ 1 ବର୍ଷ ମଧ୍ୟରେ ତାଙ୍କ ଜୀବନରେ କିପରି ଏକ ପରିବର୍ତ୍ତନ ଆସିଯାଇଥିଲା। କାରାବାସ ତାଙ୍କର କିପରି ଏକ ଆଶ୍ରମରେ ପରିଣତ ହୋଇଥିଲା। କାରାଗାରର କଠିନ ପରିସ୍ଥିତିରେ ସେ ଆତ୍ମତତ୍ଵର ପରିଚୟ ପାଇଥିଲେ ଏବଂ ଗୀତା ବର୍ଣ୍ଣିତ ବାସୁଦେବ ସର୍ବମ୍ର ଅନୁଭୂତି ପ୍ରାପ୍ତ କରି ସଚରାଚର ବିଶ୍ୱକୁ ଭଗବାନଙ୍କର ଅସ୍ତିତ୍ୱ ପ୍ରତ୍ୟକ୍ଷ କରିଥିଲେ। 1909 ମସିହାରେ କାରାଗାରରୁ ମୁକ୍ତି ହୋଇ ଫେରିଲେ। ସେ କଲିକତା ନିକଟରେ ଥିବା ଉତ୍ତରପଡା ଠାରେ ତାଙ୍କୁ ପ୍ରଥମେ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। 1909 ମସିହା ମେ 30 ତାରିଖରେ ଧର୍ମ ରକ୍ଷଣ ସଭା ନାମକ ଏକ ନାଗରିକ ସଂଗଠନ ତରଫରୁ ଆଉତ ଏହି ସମ୍ମିଳନୀରେ ଏକ ଐତିହାସିକ ଭାଷଣ ସେ ପ୍ରଦାନ କରିଥିଲେ। ତାହା ଉତ୍ତରପଡା ଭାଷଣ ନାମରେ ନାମିତ ଅଟେ। ସେ କହୁଥିଲେ ଯେ ପ୍ରକୃତରେ ଆମ ଶରୀର ହିଁ ଆମର ବନ୍ଦୀଶାଳା। ଆମେ ନିଜଠାରୁ ନିଜେ ମୁକ୍ତି ହେବା ହିଁ ପ୍ରକୃତ ମୁକ୍ତି। ଏହି ଉତ୍ତରପଡା ସଭାର ଉଦ୍ଦେଶ୍ୟ ଥିଲା ସନାତନ ଧର୍ମର ସୁରକ୍ଷା ଏବଂ ମୁକ୍ତି। ଶ୍ରୀ ଅରବିନ୍ଦଙ୍କ ଜୀବନରେ ଏହା ଏକ ନିର୍ଣ୍ଣୟାତ୍ମକ ପରିବର୍ତ୍ତନ ଆଣିଦେଇଥିଲା। ତେବେ ଉକ୍ତ ଅଭିଭାଷଣରେ ପଟଭୂମି କଣ ଥିଲା, ତାର ଉଦ୍ଦେଶ୍ୟ ଆଉ ଭଗବାନଙ୍କର ବାଣୀ
ଆଉ ସନ୍ଦେଶ କିପରି ସେ ଶୁଣିକି କହିଥିଲେ ସେଗୁଡିକୁ ଶୁଣାଇବା ପାଇଁ ଆଜିର ବକ୍ତା ଭାବରେ ଆମ ନିକଟରେ ଉପସ୍ଥିତ ଅଛନ୍ତି ବ୍ରହ୍ମପୁରର ସସ୍ମିତା ଅପା। ସସ୍ମିତା ଅପାଙ୍କୁ ଆମ୍ଭ ମାନଙ୍କର ଅନୁରୋଧ ସେ ତାଙ୍କ ଭାଷାରେ ଏହି ଅଭିଭାଷଣଟିକୁ ଉପସ୍ଥାପନ କରିବେ। ସସ୍ମିତା ଅପା। ଓମ୍ ନମୋ ଭଗବତେ ଶ୍ରୀ ଅରବିନ୍ଦାୟ। ओम श्री भगवत गीता नव्य महाभाष्य कर्त्रे नमः। ओम श्री वासुदेवः सर्वमिति ज्ञान रूपाय नमः। ओम श्री शावास्यमिदं सर्वमिति ज्ञानरूपाय नमः। ओम श्री महासिद्ध पुरुषाय नमः। ओम श्री पुरुषोत्तमाय नमः। ओम श्री मातारविन्दाय नमः। परम प्रभु युगावतार पुरुषोत्तम महायोगी श्री अरविंद को मोर कोटि कोटि प्रणाम। परमा भगवती आद्या द्वितीया अतिमान चल महाशक्ति दिव्य जननी पाद पद्मरे मोर कोटि कोटि प्रणाम। सनलिट पाठचक्र रे उपस्थित समस्त अपा भाई को मोर आंतरिक प्रणाम। आज विषय एवं तार उपक्रमणिका अपा दे सारी श्री अरविंद उत्तर पड़ा अभिभाषण। यह श्री अरविंद मुख निःसृत बाणी जहाँ से परम आनंदमय लीलामय भगवान श्रीकृष्ण ठारू पाइथिले एवं एही जन समाज को सुनाइथिले। कहिबाकु गले यह एक ऐतिहासिक भाषण जेउथिरे रहिछि श्रीमद् भगवत गीतार सार तत्व। गीतार मूल सूत्र कौन श्री अरविंद एठारे ताहाको उपस्थापित करिसंति। तेबे आसन्तु शुणिबा श्री अरविंद मुख निःसृत बाणी को एवं सेथिरे स्नान करिबा आम अंतःकरण को शुद्ध करिबा एवं मां श्री अरविंद एही पूर्ण जोगर पथरे चालिबा पई निजको योग्य करी गढ़ी तोलिबा। प्रभुंकर महिमार वर्णन रे तांकरी गुणर कीर्तन रे निजको हजाई देबा। हजाई देई निजको खोजिबा जीवनर लक्ष्य विषय रे सचेतन हेबा। श्री अरविंद जेल रे बंदी होइथिबा बेले एक अद्भुत अध्यात्म सिद्धि लाभ कले। से जेल रे सर्वत्र सर्वघटरे वासुदेवंकु जीवंत मूर्त रूपे देखिले। जेल रो से निर्जन कोठरी मध्यरे से प्रतिदिन भगवान लीलामय वासुदेवंकु साक्षात लाभ करी तांकठारु भविष्यत मानव समाजर रूपरेख कथा जानी पारिले। भारत वर्षर अंतर्निहित निगूढ़ रहस्य और हिंदू धर्मर चरम सत्य से एहिठारे ही उपलब्धि करिथिले। श्री अरविंद एही प्रसिद्ध भाषण भितरे सनातन हिंदू धर्म और भारत वर्षर सांस्कृतिक सत्य दृष्टि एवं निजर आध्यात्मिक अनुभूति संपर्क रे अति मनोहर रहस्य सबुर उद्घाटन करिथिले। तेबे आसन्तु शुणिबा श्री अरविंद जेल रु मुक्त हेबा परे 1909 मसीहा मे 30 तारीख रे से उत्तर पड़ा ठारे तांकर विख्यात एही वक्तृतारे से निज संबंधे जहा कहिछंती। श्री अरविंद कहुछंती जेतेबेले मते एही वार्षिक सभार अधिवेशन रे किछि कहिबा पई कुहा जाइतिला सेतेबेले मु विचार कली जे आजिर सभा पई जो विषय चयन करा जाइछि अर्थात एही भारत वर्षर हिंदू धर्म उपरे ही मु किछि कहिबी।
ମୁଁ ଜାଣି ନାହିଁ ମୁଁ ଏହି ଇଚ୍ଛାକୁ ପୂରଣ କରିପାରିବି କି ନାହିଁ, କାରଣ ଯେମିତି ମୁଁ ଏଠାରେ ଆସି ବସିଲି ସେତେବେଳେ ମୋ ମନରେ ଏହି ସନ୍ଦେଶ ଆସିଲା ଯାହା ମତେ ଆପଣମାନଙ୍କୁ ଓ ସାରା ଭାରତ ବର୍ଷକୁ ଶୁଣାଇବାକୁ ପଡିବ। ଯୋଉ ବାଣୀକି ମତେ ସେହି ଜେଲରେ ଥିବା ବେଳେ ଶୁଣାଗଲା ଏବଂ ସେହି ବାଣୀକୁ ହିଁ ଦେଶବାସୀଙ୍କୁ ଶୁଣାଇବା ପାଇଁ ମୁଁ ଜେଲରୁ ବାହାରକୁ ଆସିଲି। ପୂର୍ବ ଥର ମଧ୍ୟ ବର୍ଷକ ତଳେ ମୁଁ ଏଠାକୁ ଆସିଛି। ସେତେବେଳେ ମୁଁ ଏକୁଟିଆ ନଥିଲି, ମୋ ସାଙ୍ଗରେ ବସିଥିଲେ ରାଷ୍ଟ୍ରର ଏକ ପରମ ଶକ୍ତିଶାଳୀ ଦୂତ, ତାଙ୍କ ସାଙ୍ଗରେ ମଧ୍ୟ ଅନନ୍ୟ ଦେଶଭକ୍ତ ମାନେ ମଧ୍ୟ ଥିଲେ। ସେ ସେହି ବିପିନ ଚନ୍ଦ୍ର ପାଲଙ୍କ କଥା ଏଠାରେ କହୁଛନ୍ତି। ପୁଣି ପ୍ରଭୁ କହୁଛନ୍ତି ସେତେବେଳେ ଶହ ଶହ ସଂଖ୍ୟାରେ ଏଠାରେ ଉପସ୍ଥିତ ରହି ଅନେକ ତାଙ୍କୁ ସ୍ୱାଗତ କରିବା ପାଇଁ ଆସିଥିଲେ ଏବଂ ଯୋଉମାନେ ମଧ୍ୟ ସେଠାରେ ଥିଲେ ବର୍ତ୍ତମାନ ଆଜି ଏଠାରେ ସମସ୍ତେ ଅନୁପସ୍ଥିତ ଅଛନ୍ତି। କାରଣ ଦେଶ ସାରା ଯୋଉ ଝଡ଼ ତୋଫାନ ଲାଗି ରହିଛି ତାହା ସମସ୍ତଙ୍କୁ ସମସ୍ତଙ୍କ ଠାରୁ ଅଲଗା କରିଦେଇଛି। ବର୍ତ୍ତମାନ ମୁଁ ପ୍ରାୟ 1 ବର୍ଷ ପରେ ଆସି ଦେଖୁଛି ଯେ ସବୁ କିଛି ବଦଳି ଯାଇଛି। ଯୋଉମାନେ ସଦା ସର୍ବଦା ମୋ ପାଖରେ ଥାନ୍ତି ମୁଁ ବାହାରକୁ ଆସି ସେମାନଙ୍କର ଉପସ୍ଥିତି କାମନା କଲି, କିନ୍ତୁ ସେମାନେ ଏଠାରେ ନାହାନ୍ତି। ଯେତେବେଳେ ମୁଁ ଜେଲ ଯାଉଥିଲି ସେତେବେଳେ ସାରା ଦେଶ ବନ୍ଦେ ମାତରମ୍ ଧ୍ୱନିରେ ଗୁଞ୍ଜରିତ ହେଉଥିଲା। ତାହା ଏକ ରାଷ୍ଟ୍ରରେ ପୁନରୁଜ୍ଜୀବିତ ହୋଇ ଉଠିବା ପାଇଁ ଜାଗ୍ରତ ହେଉଥିଲା ଯେମିତି, ତାହା ସେଇ କୋଟି କୋଟି ଜନତାଙ୍କର ଆଶାର ରୂପ ନେଉଥିଲା ଯେଉଁମାନେ ଧୀରେ ଧୀରେ ଉଠିବା ଶିଖୁଥିଲେ। ମୁଁ ଜେଲରୁ ଆସିବା ପରେ ସେଇ ଧ୍ୱନିକୁ ଶୁଣିବା ପାଇଁ ଚେଷ୍ଟା କଲି। ପ୍ରଭୁ କହୁଛନ୍ତି କିନ୍ତୁ ଚାରିଆଡେ ନୀରବତା ଲାଗି ରହିଥିଲା, ଯେମିତି ଲୋକମାନେ ହତବାକ୍ ହୋଇଯାଇଛନ୍ତି ସେମିତି ଦେଖାଯାଉଛି। ଚାରିଆଡେ ନିସ୍ତବ୍ଧତାରେ ଭରି ଯାଇଛି, କାରଣ ସେତେବେଳେ ଆମ ସମ୍ମୁଖରେ ଭବିଷ୍ୟତର କଳ୍ପନାରେ ଭରା ଈଶ୍ୱରଙ୍କର ଉଜ୍ଜଳ ସ୍ୱର୍ଗ ଥିଲା, ଯେଉଁଠାରୁ ମନୁଷ୍ୟ ମାନଙ୍କ ଦ୍ୱାରା ବଜ୍ର ଓ ବିଜୁଳିର ବର୍ଷା ହେଉଥିଲା। ବର୍ତ୍ତମାନ ସେଇ ଜାଗାରେ କଣ ଦେଖାଯାଉଛି? ଆକାଶରେ ସେଇ କଳା ମେଘ, ଧୂସରିତ ମେଘ ହିଁ ଦେଖାଯାଉଛି। ଚାରିଆଡେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଆମେ ବର୍ତ୍ତମାନ କଣ କରିବୁ, ଆମ ଦ୍ୱାରା ଆଉ କଣ ହୋଇପାରିବ? ଏବଂ ମତେ ମଧ୍ୟ କହିବାକୁ ଥିଲା ଯେ କଣ କରାଯାଇ ପାରିବ ଏବଂ କେଉଁ ରାସ୍ତାରେ ଚାଲିବାକୁ ପଡିବ, ବର୍ତ୍ତମାନ କଣ କରିବା ଉଚିତ। ଶ୍ରୀ ଅରବିନ୍ଦ କହୁଛନ୍ତି ମୁଁ ଏକଥା ମଧ୍ୟ ଜାଣିଥିଲି ଯେ ଈଶ୍ୱରଙ୍କର ଯେଉଁ ମହାନ ଶକ୍ତି ସେଇ ଧ୍ୱନିକୁ ସେତେବେଳେ ଜାଗ୍ରତ କରିଥିଲେ, ଯେଉଁ ଆଶାର ସଞ୍ଚାର ସେ କରିଥିଲେ, ସେଇ ଶକ୍ତି ହିଁ ଏହି ନୀରବତାକୁ ମଧ୍ୟ ପ୍ରେରଣ କରିଛନ୍ତି। ସେତେବେଳେ ଯେଉଁ ଈଶ୍ୱର ସେଇ କୋଳାହଳ ଓ ଆନନ୍ଦ ଭିତରେ ଥିଲେ ସେ ହିଁ ବର୍ତ୍ତମାନ ଏହି ନିସ୍ତବ୍ଧତା ଓ ଶାନ୍ତ ବିଶ୍ରାମ ମଧ୍ୟରେ ଅଛନ୍ତି। ଈଶ୍ୱର ଏହି ଅବସ୍ଥାର ନିରୂପଣ ଏଇଥିପାଇଁ କରିଛନ୍ତି ଯେ ରାଷ୍ଟ୍ର କିଛି କ୍ଷଣ ପାଇଁ ଅଟକି ଯାଇ ନିଜ ଭିତରକୁ ଦୃଷ୍ଟିପାତ କରୁ ଏବଂ ନିଜକୁ ଖୋଜିବାକୁ ପ୍ରୟାସ କରୁ, ଜାଣିବା ପାଇଁ ଚେଷ୍ଟା କରୁ ଯେ ଈଶ୍ୱରଙ୍କର ଇଚ୍ଛା କଣ ଅଟେ। ଶ୍ରୀ ଅରବିନ୍ଦ କହୁଛନ୍ତି ଏହି ନିସ୍ତବ୍ଧତାରେ ମୁଁ ନିରୁତ୍ସାହିତ ହୋଇନାହିଁ, କାରଣ କାରାବାସରେ ଥିଲାବେଳେ ଏହା ସହିତ ମୋର ପରିଚୟ ହୋଇସାରିଛି ଏବଂ ମୁଁ ଜାଣିଛି ସେଇ 1 ବର୍ଷର ଲମ୍ବା ବିଶ୍ରାମ ଓ ନିସ୍ତବ୍ଧତାରୁ ହିଁ ମୁଁ ଏହି ପାଠ କରିଛି। ଯେତେବେଳେ ବିପିନ ଚନ୍ଦ୍ର ପାଲ ବର୍ଷକ ତଳେ ବକ୍ତୃତା ଦେଇଥିଲେ ତାହା ମୋର ମନେ ଅଛି। ସେଇ ଭାଷଣର ମର୍ମ ଆଉ ଅଭିପ୍ରାୟ ସେତିକି ରାଜନୈତିକ ନଥିଲା ଯେତିକି ଧାର୍ମିକ ଥିଲା। ସେ ଜେଲ ଭିତରେ ହୋଇଥିବା ଅନୁଭୂତିକୁ ନେଇ ଆମ ସମସ୍ତଙ୍କ ଭିତରେ ବାଣ୍ଟିଥିଲେ ଏବଂ ରାଷ୍ଟ୍ରର କେନ୍ଦ୍ରରେ ଯେଉଁ ପରମେଶ୍ୱର ଭଗବାନ ଅଛନ୍ତି ସେଇ ସମ୍ବନ୍ଧରେ କହିଥିଲେ। ସେ କହିଥିଲେ ଏହି ଆନ୍ଦୋଳନ ଭିତରେ ଯେଉଁ ଶକ୍ତି କାମ କରୁଅଛି ତାହା ସାଧାରଣ ଶକ୍ତି ଅପେକ୍ଷା ଅତୀବ ମହାନ ଅଟେ। ଆଜି ମୁଁ ବି ଆପଣଙ୍କ ସମ୍ମୁଖରେ ସେଇ ଉଦ୍ଦେଶ୍ୟ ନେଇ ଠିଆ ହୋଇଛି। ଏହା ପ୍ରଭୁ କହୁଛନ୍ତି। ଜେଲରୁ ଆସିବା ପରେ ସର୍ବପ୍ରଥମେ ଏହି ଉତ୍ତରପଡ଼ାବାସୀ ମତେ ସ୍ୱାଗତ କରୁଛନ୍ତି। କୌଣସି ରାଜନୈତିକ ସଭା ଏହା ନୁହେଁ, ବରଂ ଏହି ସଭାର ଉଦ୍ଦେଶ୍ୟ ହେଲା ଧର୍ମର ରକ୍ଷା କରିବା। ଭଗବାନ ମତେ 12 ମାସ କାଳ
प्रतिदिन जेल मध्य जो शिक्षा दे चलिले एवं मते आदेश देले मु जेल रु बाहर को आसीबा परे से ज्ञान को आपण मानक मध्य वितरण करने को जानी जे दिने मो ए जेल रु बाहर को आसीबे। एही एक वर्षर नजरबंदी केवल मोर प्रशिक्षण पाई ही आयोजित होइथिला। पुणी प्रभु कहउछंती मते जेते दिन भगवान ठारू शिक्षा ग्रहणर आवश्यकता थिला ता ठारू भी अधिक दिन किए मते आउ सेठारे रखि पारि थांता। भगवान मते कहिबा पई एक संदेश देइछंती एवं कोन करिबा पई हेबो सेई काम मध्य जेतेबेला पर्यंत मो भगवानंकर एही बाणी को आपण माननको न सुनाइछि सेते दिन पर्यंत कौनसी मानवीय शक्ति मते चुप कराई पारिबो नहीं। जेते दिन पर्यंत भगवान देइथिबा कर्मटी संपूर्ण न होइथिबो सेते दिन पर्यंत कौनसी शक्ति सेही कार्य को मध्य बंद करि देई पारिबो नहीं। भगवानंकर एही जंत्र को तांकरी कर्म करिबारे किए भी रोकी पारिबो नहीं। से जंत्रटी जेते दुर्बल पछे होई थाउ ना काहेकि केते साधारण मध्य होई थाउ ना काहेकि पुणी श्री अरविंद कहउछंती वर्तमान एइटिके समय पूर्वरु मते एक बाणी सुना गला ताहा व्यक्त करिबा पई मोर इच्छा नथिला। मो मनरे जहा भी थिला से सबु भगवान काढी फिंगी देइछंती एवं मु वर्तमान जहा किछि कहूछि बा कहिबा पई जाउछि ताहा एक प्रेरणा द्वारा प्रेरित होई कहूछि। मते जेते बेले गिरफ करी अति शीघ्र लाल बाजार जेल रे पहुंचाई दिया गला हठात मोर श्रद्धाटी क्षणक पई केउठी हजी गला कारण से समय मो भगवान इच्छा बा तांकर उद्देश्यर अर्थटी को अनुभव करि पारु नथिली। तेणु मो क्षणक पई विचलित होई पड़िली एवं अंतररु भगवान को आह्वान करी जणाइबाकु लागिली ये कौन होई गला प्रभु मोते तो मो देशवासी काम करने अच्छी यही विश्वास मोर थिला। जेते दिन पर्यंत मोर ही कर्म संपादित न होइछि से पर्यंत तुमे मोर रक्षा करिबो तेबे पुणी एमिति अतर्कित भावरे एठाकु आसिबाकु मते काहेकि पड़िला पुणी एभली मिथ्या अभियोगर सहित। तापरे मु प्रतीक्षा करबाकु लागिली। एक दिन गला दुई दिन गला तीन दिन बीती गला सेतेबेले हठात मोर अंतर प्रदेश एक बाणी सुना गला भगवान मते कहउछंती अपेक्षा कर एवं देख कौन घटिबाकु जाउछि एवं जेतेबेले मु शांत होई गली एवं प्रतीक्षा करबाकु लागिली तापरे मते लाल बाजार थानारू आलीपुर थाना अभिमुखे नहीं नियाहला एवं सेठारे मते सबु लोक मानक ठारू दूर रे एक निर्जन काल कोठरी भितरे रखागला। सेठारे मु मो मध्यरे वास करुथबा से भगवान ठारू आसुथबा बाणी को सुनिबा पई एवं जानिबा पई जे से मते कौन कहिबा पई चाहुछंती एवं एहा मध्य शिखिबा पई जे मते कौन करिबा पई पड़िबो मो दिन राति प्रतीक्षा करिबारे लागिली। एही एकांत बासरे प्रथम अनुभूति मते हला प्रथम शिक्षा प्राप्त हला मते मने पड़ी गला जे गिरफ हेबार एक मास बा ता पूर्वरु मते एही आदेश मिलितला अंतररु मोर सब कर्म जहा मु करुथिली ताकु छाड़ी एकांतवास करिबा पई एवं एकांतवासरे रही निज भितरे खोजिबा पई जेमिति मु भगवानक सहित अधिकरु अधिक संपर्कित होई परिबी किंतु मु दुर्बल थिली सेतेबेले एवं से अंतर बाणी को स्वीकार करि पारि नथिली। मते मोर कार्यटी बेसी प्रिय लागुथिला एवं हृदय रे एही अभिमान थिला जदि वर्तमान मु एठारु चली जिबी बा अनुपस्थित रहिबी तेबे एही कार्य रे बाधा उपजिबो एवं होई पारे एहा असफल एवं पूरापूरी बंद मध्य होई जाई पारे। तेणु मोते मोर कर्म छाड़िबा उचित नुहे एही भाव आसिला। श्री अरविंद कहउछंती जे भगवान पुणी मते कहिले जे बंधन को तुमे भांगी पारु नथुल मु सेई बंधन को छिंदाई देछि तुमे जहा करिबा को चाह ताहा मोर इच्छा भितरे आसु नाही एवं तुम द्वारा सेई कर्म जारी रहु बोली मु चाहे नाही। भगवान पुणी मते कहिले मु तुम पई अलगा किछि कर्म निर्णय करिछि
ସେଇଥିପାଇଁ ତୁମକୁ ଏଠିକୁ ଅଣାଯାଇଛି, ଯେଉଁଠାରେ କି ମୁଁ ତୁମକୁ ସେହି କଥା ଶିଖାଇ ଦେବି ଯାହା ତୁମେ ନିଜେ ଶିଖିପାରି ନାହଁ। ଏହାପରେ ଭଗବାନ ବାସୁଦେବ ମୋ ହାତରେ ଗୀତା ରଖିଥିଲେ ଏବଂ ମୋ ଭିତରେ ତାଙ୍କର ଶକ୍ତି ପ୍ରବେଶ କରିଗଲା ଏବଂ ମୁଁ ତା ପରଠାରୁ ଗୀତାରେ ସାଧନା କରିବାରେ ସମର୍ଥ ହୋଇଗଲି। ମୋତେ କେବଳ ବୁଦ୍ଧି ଦ୍ୱାରା ନୁହେଁ ବରଂ ଅନୁଭୂତି ଭିତର ଦେଇ ଏହା ଜାଣିବାର ଥିଲା ଯେ ଶ୍ରୀକୃଷ୍ଣଙ୍କର ଅର୍ଜୁନଙ୍କ ଠାରୁ କଣ ଅପେକ୍ଷା ଥିଲା ଏବଂ ଭଗବାନ ସେଇ ଲୋକମାନଙ୍କ ଠାରୁ କଣ ଚାହାନ୍ତି ଯେଉଁମାନେ ପ୍ରଭୁଙ୍କର କାର୍ଯ୍ୟ କରିବାକୁ ଇଚ୍ଛା ରଖନ୍ତି, ଅର୍ଥାତ୍ ଘୃଣା କାମନା ବାସନାରୁ ମୁକ୍ତ ହେବା ପାଇଁ ପଡ଼ିବ ଏବଂ ଫଳର ଇଚ୍ଛା ନ ରଖି ଭଗବାନଙ୍କ ପାଇଁ କର୍ମ କରିବା ପାଇଁ ପଡ଼ିବ, ନିଜ ଇଚ୍ଛାର ତ୍ୟାଗ କରିବା ପାଇଁ ପଡ଼ିବ ଏବଂ ଏକ ନିଶ୍ଚିତ ଓ ସତ୍ୟର ପ୍ରତୀକ ସ୍ୱରୂପ ଯନ୍ତ୍ରଟିଏ ହୋଇ ଭଗବାନଙ୍କ ହାତରେ ନିଜକୁ ଦେଇଦେବାକୁ ହେବ। ଉଚ୍ଚ ନିଚ ମିତ୍ର ଶତ୍ରୁ ସଫଳତା ଓ ବିଫଳତା ସବୁଥିରେ ସମଦୃଷ୍ଟି ରଖିବାକୁ ପଡ଼ିବ ଏବଂ ଏସବୁ ଭିତରେ ଦେଇ ଗତି କରିବାକୁ ପଡ଼ିଲେ ମଧ୍ୟ ଭଗବାନଙ୍କ କାର୍ଯ୍ୟରେ ଯେମିତି କୌଣସି ଅବହେଳା ଆସିବ ନାହିଁ। ଶ୍ରୀ ଅରବିନ୍ଦ କହୁଛନ୍ତି, ମୁଁ ଏଇଠୁ ଜାଣିଲି ଯେ ହିନ୍ଦୁ ଧର୍ମର ଅର୍ଥ କଣ। ସମସ୍ତେ ପ୍ରାୟ ହିନ୍ଦୁ ଧର୍ମ ଓ ସନାତନ ଧର୍ମର କଥା କୁହନ୍ତି, କିନ୍ତୁ ବାସ୍ତବରେ ବହୁ ଅଳ୍ପ ବ୍ୟକ୍ତି ହିଁ ଏହି ବିଷୟରେ ଠିକ ଭାବରେ ଜାଣିଛନ୍ତି। ସନାତନ ଧର୍ମ ତ ସ୍ୱୟଂ ଜୀବନ ଅଟେ। ଏହା କେବଳ ବିଶ୍ୱାସ କରିଦେଲେ ହେବ ନାହିଁ, ବରଂ ଏହାକୁ ଜୀବନ ଭିତରକୁ ଉତାରି ଆଣିବାକୁ ପଡ଼ିବ, ଆଚରଣରେ ଫୁଟାଇବାକୁ ପଡ଼ିବ। ଏହା କେବଳ ଏକ ସେହି ଧର୍ମ ଯାହାକି ପୁରାତନ ଯୁଗରୁ ମାନବ ଜାତିର କଲ୍ୟାଣ ପାଇଁ ଏହିପରି ଏକାନ୍ତ ବାସରେ ରହି ସଂରକ୍ଷଣ କରାଯାଇଅଛି। ଏହି ଧର୍ମକୁ ବିତରଣ କରିବା ପାଇଁ ଭାରତ ଉଠୁଅଛି। ଭାରତ ବର୍ଷ କେବଳ ନିଜ ପାଇଁ ନୁହେଁ କିମ୍ବା ମଜବୁତ ଶକ୍ତିଶାଳୀ ହୋଇ ଅନ୍ୟ ଦେଶମାନଙ୍କୁ ଦମନ କରିବା ପାଇଁ ନୁହେଁ, ବରଂ ସେ ଉଠୁଅଛି ସାରା ସଂସାରରେ ସେହି ଜ୍ୟୋତିକୁ ବିତରଣ କରିଦେବା ପାଇଁ ଯାହା ତାକୁ ଦାୟିତ୍ୱ ଦିଆଯାଇଛି। ଭାରତର ଜୀବନ ସବୁବେଳେ ମାନବ ଜାତି ପାଇଁ ରହିଆସିଛି। ତାକୁ କେବଳ ନିଜ ପାଇଁ ନୁହେଁ ବରଂ ସମଗ୍ର ମାନବ ଜାତି ପାଇଁ ମହାନ ହେବାର ଅଛି। ପ୍ରଭୁ କହୁଛନ୍ତି ଯେ ଭଗବାନ ଏଠାରେ ମୋତେ ଅନ୍ୟ ଏକ ବସ୍ତୁ ଦେଖାଇଲେ। ସେ ମୋତେ ହିନ୍ଦୁ ଧର୍ମର ମୂଳ ସତ୍ୟ ସହିତ ମୋର ସାକ୍ଷାତକାର କରାଇଦେଲେ। ଶ୍ରୀ ଅରବିନ୍ଦ କହୁଛନ୍ତି, ଭଗବାନ ସେଇ ଜେଲରଙ୍କୁ ମୋ ଆଡ଼କୁ ପୁଣି ମୋଡ଼ିଦେଲେ। ଜେଲର ମୁଖ୍ୟଙ୍କୁ ପ୍ରଭୁ ଯାଇ କହିଲେ ସେ ସେହି କାଳ କୋଠରୀରେ ବହୁ କଷ୍ଟରେ ଅଛନ୍ତି, ତାଙ୍କୁ ଅନ୍ତତଃ କମ ସେ କମ ସକାଳ ଓ ସନ୍ଧ୍ୟାରେ ଅଧଘଣ୍ଟା ଲେଖେ ଚଲାବୁଲା କରିବାକୁ ଅନୁମତି ଦିଆଯାଉ। ଶ୍ରୀ ଅରବିନ୍ଦ କହୁଛନ୍ତି, କେତେ ସୁନ୍ଦର ଦେଖନ୍ତୁ। ତାପରେ ମୋତେ ଅନୁମତି ମିଳିଗଲା ଯେହେତୁ ପ୍ରଭୁ ଯାଇ ସେଇ ଜେଲରଙ୍କୁ କହିଲେ। ଯେତେବେଳେ ମୁଁ ସେଠାରେ ଚଲାବୁଲା କରୁଥିଲି, ପୁଣି ଭଗବାନଙ୍କ ଶକ୍ତି ମୋ ଭିତରେ ପ୍ରବେଶ କଲା। ମୁଁ ଜେଲ ଆଡ଼କୁ ଦୃଷ୍ଟି ନିକ୍ଷେପ କଲି, ସେଇ କୋଠରୀ ଆଡ଼କୁ ଯାହା ମୋତେ ଅନ୍ୟମାନଙ୍କ ଠାରୁ ଅଲଗା କରି ରଖିଥିଲା। ମୁଁ ଦେଖିଲି ଯେ ମୁଁ ବର୍ତ୍ତମାନ ଜେଲର ସେଇ ବଡ଼ ବଡ଼ ପ୍ରାଚୀର ମଧ୍ୟରେ ବନ୍ଦୀ ହୋଇ ରହିନାହିଁ। ମୋତେ ଘେରି ରହିଥିଲେ ଚାରିଆଡ଼େ କେବଳ ବାସୁଦେବ। କାଲି ଆମେ ଭାଇଙ୍କ ଠାରୁ ଏହି ବିଷୟରେ ଶୁଣିଛେ, ସେ କେମିତି ଅନୁଭବ କରୁଥିଲେ ଭଗବାନଙ୍କୁ ସେଇ ବୃକ୍ଷ ତଳେ, ବୃକ୍ଷର ଛାୟା ତଳେ, ସେହି କୋଠରୀର ଜାଲି କବାଟ ପାଖରେ ପ୍ରହରୀ ଭାବରେ ସେ ଯେତେବେଳେ ତାଙ୍କର କମ୍ବଳଟି ଘୋଡ଼ି ହେଉଥିଲେ କେମିତି ଅନୁଭବ କରୁଥିଲେ ଯେ ଲୀଳାମୟ ଶ୍ରୀକୃଷ୍ଣ, ତାଙ୍କର ସଖା ଶ୍ରୀକୃଷ୍ଣ ତାଙ୍କୁ ତାଙ୍କର ବାହୁବନ୍ଧନରେ ଆଲିଙ୍ଗନବଦ୍ଧ କରି ରଖିଛନ୍ତି। ପ୍ରଭୁ କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ମୋତେ ଯେଭଳି ଗଭୀର ଦୃଷ୍ଟିରେ ନିରୀକ୍ଷଣ କରୁଥିଲେ ତାର ଏହା ପ୍ରଥମ ଅନୁଭବ ହୋଇଥିଲା। ଶ୍ରୀ ଅରବିନ୍ଦ କହୁଛନ୍ତି, ମୋତେ ଜେଲରେ ଥିବା ସେହି ଚୋର, ଡାକୁ, ଦସ୍ୟୁ, ହତ୍ୟା ଷଡ଼ଯନ୍ତ୍ର କରିଥିବା ବ୍ୟକ୍ତି ସମସ୍ତଙ୍କ ଭିତରେ ସେଇ ଭଗବାନ ଶ୍ରୀକୃଷ୍ଣ ହିଁ ଦେଖାଯାଉଥିଲେ। ଅନ୍ଧାର ଭିତରେ ପଡ଼ି ସଢ଼ୁଥିବା ଆତ୍ମାମାନଙ୍କ ମଧ୍ୟରେ ଏବଂ ଅତି ଯନ୍ତ୍ରଣା ଓ କଷ୍ଟଦାୟକ କର୍ମରେ ଲିପ୍ତ ଥିବା ସତ୍ତ୍ୱେ ସେହି କଏଦୀମାନଙ୍କ ଭିତରେ ସ୍ୱୟଂ ନାରାୟଣ ହିଁ ମିଳିଲେ ବା ଦୃଶ୍ୟମାନ ହେଉଥିଲେ। ଆଉ ଜଣେ ଏମିତି ଥିଲେ ଯାହାକୁ ଆମେ ଆମର ମିଥ୍ୟା ଅଭିମାନରେ ମଣିଷ ବର୍ଗର ସବୁଠୁ ଛୋଟ ଜାତି ବା ନିଚ ଅର୍ଥରେ ନିମ୍ନ ଶ୍ରେଣୀର ବୋଲି କହିଥାଉ। ଶ୍ରୀ ଅରବିନ୍ଦ କହୁଛନ୍ତି, ସେଠି
पुणी भगवान मते कहले मोर निजर किछि कर्म संपादन करने उद्देश्य मु तुमको जो लोक मानक मध्य को पठाई से व्यक्ति मानक देख मो जो मानक जो जाति को ऊपर को उठाइबा पई चाहूची वर्तमान ताहार स्वरूप एहीपरि होई रहिछि सेहिथिपाई मो सेमानंकु ऊपर को उठाइबा पई चाहूची। जेतेबेले से छोट अदालत रे मोकद्दमा आरंभ हला एवं श्री अरविंद कहउछंती आमे सबु मजिस्ट्रेट को सामना रे छिड़ा हेलु सेठारे मध्य मोर अंतर्दृष्टि मो सांगरे थिला भगवान मते कहिबाकु लागिले जेतेबेले तुमको जेल को अणागला सेतेबेले तुम हृदय कोन उदास होई नथिला सेतेबेले तुम्हें कौन मते आह्वान करि नथिलो जे केउठी अछि प्रभु तुमर सुरक्षा एबे देख सेई मजिस्ट्रेट आड़ को देख सेई सरकारी वकील आड़ को देख मु देखिली अदालत चौकी रे मजिस्ट्रेट नुहे स्वयं नारायण वासुदेव बसिथिले मु सेई सरकारी वकील आड़ को देखिली सेठारे मध्य मोर सेई मोर परम प्रेमास्पद श्रीकृष्ण बसी मोरकी हसुथिले भगवान मते कहिले देख मु सबु ठारे अछि सबु मनुष्य मानक मध्य अछि मु विद्यमान अछि एवं तांकर सबु कर्म सबु शब्द उपरे मोर राजती अछि अर्थात मु जहा इच्छा करिबी से सेया करिबे एवं सेया ही कहिबे मोर संरक्षण एवं मध्य तुम सहित सदा बेले रहिछि तेणु तुमको आउ डरिबा उचित नुहे तुम विरुद्ध रे जो मोकद्दमा चली ताकू मो हाथरे मो पाखरे समर्पण कर दियो कारण यह तुम पाई नुहे मु तुमको कौन सी मोकद्दमा एठाकू आनी नहीं बरम अन्य किछि काम पाई आनिछि यह तो मो काम पाई एक साधन मात्र अटे यह ठारू अधिका किछि नुहे तापरे संजय विचार आरंभ हला मु मोर वकील पाई बहु उपदेश और मतामत सब लिखिबारे लागिली श्री अरविंद कहउछंती किंतु एमिति एक घटना घटिला जहा मु केबे भी आशा करि नथिली मो मोकद्दमा पई जहा प्रबंध करा जाइतिला ता सब हठात बदलाई दियागला मोर सपक्ष रे कहिबा पई आउ जने वकील अप्रत्याशित भाव रे आसीगले से मोर मध्य एक मित्र थिले किंतु मु जानि नथिली से एमिति आसीजिबे बोली आपण माने समस्त तांकर नाम जानिछंती जे निज मनरु सब विचार को काढ़ी फुपाड़ी देले एवं एही मोकद्दमा को छाड़ी आउ सब मोकद्दमा बंद कर देले जे मास मास धरी राति अनिद्रा रहिले मते मुक्त करिबा पई जेथिरे तांक शरीर मध्य खराब हैला से आउ केही नहंती से हेउछंती चितरंजन दास तांको देखिबा परे मते संतोष प्राप्त हैला पुणी श्री अरविंद कहउछंती मो भीतरु बाणी सुना गला एही से व्यक्ति अटंती जे तुमर चारिआडे बिछाड़ी होई रहितबा जालर बंधनरु तुमको मुक्त करि परिबे तुमे एही कागज रे लेखा थिबा सब को अलगा करी रखि दियो कारण तुम बदले रे मो तांको उपदेश देबी एवं तापरे मो सब किछि समर्पण करि देली प्रभु को एवं से सब किछि पूर्ण रूप रे निज हाथ को नै देले एवं ताहार परिणाम कौन हला आपण माने समस्ते जानिछंती श्री अरविंद कहउछंती मो सब बेले जानुथिली जे भगवानंकर मो संपर्क रे कौन इच्छा अछि कारण बारंबार मो भीतरु से पानी सुना जाउथला जे मु तुमको रास्ता देखाउ अछि तेणु भय कर नाही मो भीतरु सदा सर्वदा यह प्रतिध्वनित हेउथला भगवान मते कहिले तुमे जेबे एही जेल रु मुक्त हेबो केबे डरिबो नाही पछ घुंचा देबो नाही मने रख एई सब मु ही करूछि तुमे किंबा अन्य केही करूना ह एणु जेते कला बादल आसु जेते दुख कष्ट आसु जेते बाधा विपत्ति आसु जेते असंभव लागू पछे रास्ता किछि भी असंभव नहीं किछि भी कष्टकर नहीं मो एही देशर उत्थान उद्देश्य रे आसिछि मो वासुदेव मो ही से नारायण जहा मोर इच्छा रे संकल्पित होइछि ताहा ही घटित हेबो अन्य कहार इच्छा नहीं मो जहा को एठाको आनिबा को चाहूछि ताहा को कोनोसी मानसिक शक्ति बंद करि दे पारिबो नहीं श्री अरविंद कहउछंती
आपण माने मोर आत्मत्याग देश प्रेम विषय बहुत किछि कहिसंती। मु जेबे ठारू जेल रु मुक्त हेलेनी तेबे ठारू एही सब कथा सुनि आसुअछि, किंतु एमिति सब प्रशंसा सुनि मते लज्जा लाଗୁछि। मो भितरे एक वेदना उत्पन्न हेउछि, कारण मोर दुर्बलता को मु ही जानिछि, मोर दोष त्रुटि को मु जानिछि। एही सब कथा मो आगरु जानिथिली, अंध नथिली। श्री अरविंद कहुछंती, किंतु जेतेबेले कारागार रे एही गुण गुड़िक समस्ते मो सम्मुखरे आसी एक प्रकार विद्रोह घोषणा कले, सेतेबेले एही गुण गुड़िकु मु पूर्ण मात्रा अनुभव करिपारिली। सेतेबेले मु जानिगली जे मनुष्य भावरे मु सब दुर्बलतार पहाड़ उपरे ठिया होइछि। दोष दुर्बलतारे भरा मु एक पूर्ण जंत्र अटे। ଏହା ଶ୍ରୀ ଅରବିନ୍ଦ କହୁଛନ୍ତି ମୋ ଭିତରେ ଶକ୍ତି ସେତେବେଳେ ଆସୁଛି ଯେତେବେଳେ ଏକ ଉଚ୍ଚତର ଶକ୍ତି ମୋ ଭିତରେ ଅବତରଣ କରେ। ଏହା ଜେଲରେ ପ୍ରଭୁ ପୂର୍ଣ୍ଣ ରୂପେ ଉପଲବ୍ଧି କରିପାରୁଛନ୍ତି। ପୁଣି କହୁଛନ୍ତି, ଭଗବାନ ମତେ କହିଲେ ତୁମକୁ ଏହି ଦେଶକୁ ଏକ ବାଣୀ ଶୁଣାଇବା ପାଇଁ ମୋ ଠାରୁ ଯେଉଁ କିଛି ବଳ ମିଳିଛି ସେଇ ବାଣୀ ହିଁ ଏହି ଜାତିକୁ ଉପରକୁ ଉଠାଇବା ପାଇଁ ସହାୟତା ପ୍ରଦାନ କରିବ। ତାପରେ ଏହି ଏକାନ୍ତ ଭାଷା ଭିତରେ ମୋ ଭିତରେ କଣ କଣ ଘଟିତ ହେଲା ଏସବୁ କହିବା ପାଇଁ କିଛି ପ୍ରେରଣା ମତେ ଆସୁନାହିଁ। ପୁଣି ଶ୍ରୀ ଅରବିନ୍ଦ କହୁଛନ୍ତି, ବାସ୍ ଏତିକି ଜାଣିବା ଅତି ମହତ୍ୱପୂର୍ଣ୍ଣ ଅଟେ ଯେ ଭଗବାନ ସେଠି ପ୍ରତିଦିନ ନିଜର ଚମତ୍କାରିତା ମତେ ଦେଖାଇ ଚାଲିଲେ ଏବଂ ମତେ ହିନ୍ଦୁ ଧର୍ମର ବାସ୍ତବିକ ସତ୍ୟ ସହିତ ସାକ୍ଷାତକାର କରାଇଦେଲେ। ପ୍ରଥମେ ମୋ ଭିତରେ ବିଭିନ୍ନ ପ୍ରକାର ସନ୍ଦେହ ରହିଥିଲା, ଯେହେତୁ ମୋର ବାଲ୍ୟକାଳଟି ଇଂଲଣ୍ଡରେ ବ୍ୟତୀତ ହୋଇଥିଲା। ଏକ ସମୟରେ ମୁଁ ହିନ୍ଦୁ ଧର୍ମର ବହୁତ ଗୁଡ଼ାଏ କଥା ବା ତତ୍ତ୍ୱ ସବୁକୁ ମାତ୍ର କଳ୍ପନା ବୋଲି ବୁଝୁଥିଲି, କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ମୁଁ ହିନ୍ଦୁ ଧର୍ମର ବାସ୍ତବିକ ସତ୍ୟକୁ ମୋର ମନ ପ୍ରାଣ ଓ ଶରୀରରେ ଅନୁଭବ କଲି। ଏହା ମୋ ପାଇଁ ଏକ ଜୀବନ୍ତ ଅନୁଭୂତି ହୋଇଗଲା। ମୋ ସମ୍ମୁଖରେ ଏପରି ସବୁ କିଛି ପ୍ରକାଶିତ ହେବାକୁ ଲାଗିଲା ଯାହା ବିଷୟରେ ଭୌତିକ ବିଜ୍ଞାନ କୌଣସି ବ୍ୟାଖ୍ୟା କରିପାରିବ ନାହିଁ। ଯେତେବେଳେ ମୁଁ ପ୍ରଥମେ ଭଗବାନଙ୍କ ପାଖକୁ ଗଲି ସେତେବେଳେ ପୂର୍ଣ୍ଣ ମାତ୍ରାରେ ଭକ୍ତି ଭାବର ସହିତ ଯାଇନଥିଲି ଏବଂ ପୂର୍ଣ୍ଣ ମାତ୍ରାରେ ଜ୍ଞାନୀ ଭାବର ସହିତ ମଧ୍ୟ ଯାଇନଥିଲି। ବହୁତ ଦିନ ହେଲା ସ୍ୱଦେଶୀ ଆନ୍ଦୋଳନରେ ପଶିବା ପୂର୍ବରୁ ବରୋଦାରେ ମୁଁ ପ୍ରଭୁଙ୍କ ଆଡ଼କୁ ଅଗ୍ରସର ହୋଇଥିଲି ବୋଲି ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ସେତେବେଳେ ମଧ୍ୟ ମୋର ପୂର୍ଣ୍ଣ ଜୀବନ୍ତ ଶ୍ରଦ୍ଧା ଜାଗ୍ରତ ହୋଇନଥିଲା ବୋଲି। ସେଇ ସମୟରେ ମୁଁ ଅଜ୍ଞବାଦୀ ଥିଲି, ନାସ୍ତିକ ଥିଲି, ସନ୍ଦେହବାଦୀ ଥିଲି ଏବଂ ମୋର ପୁରା ବିଶ୍ୱାସ ନଥିଲା ଭଗବାନଙ୍କର ଉପସ୍ଥିତିକୁ ନେଇ। ମୁଁ ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରୁନଥିଲି ସେତେବେଳେ। ତଥାପି ଏମିତି କିଛି ଥିଲା ଯାହା ମତେ ବେଦର ସତ୍ୟ ପ୍ରତି, ଗୀତାର ସତ୍ୟ ପ୍ରତି, ହିନ୍ଦୁ ଧର୍ମର ସତ୍ୟ ପ୍ରତି ଆକର୍ଷିତ କରିବାରେ ଲାଗିଲା। ମତେ ଲାଗିଲା ଏହି ଯୋଗରେ କୋଉଠି ନା କୋଉଠି ଏକ ମହାଶକ୍ତିଶାଳୀ ସତ୍ୟ ଅବଶ୍ୟ ରହିଛି। ବେଦାନ୍ତ ଉପରେ ଆଧାରିତ ଏହି ଧର୍ମରେ କିଛି ପରମ ସତ୍ୟ ଅବଶ୍ୟ ରହିଛି। ତେଣୁ ମୁଁ ଯେତେବେଳେ ଯୋଗ କରିବା ପାଇଁ ଚାହିଁଲି ଏବଂ ଯୋଗ ଅଭ୍ୟାସ ଦ୍ୱାରା ଏହା ଜାଣିବା ପାଇଁ ସଂକଳ୍ପ କଲି ମୋର ଏହା ଚିନ୍ତା କରିବା କେତେ ଦୂର ଯଥାର୍ଥ ଅଟେ, ସେତେବେଳେ ଏହାକୁ ମୁଁ ଏହି ଭାବ ଓ ପ୍ରାର୍ଥନାର ସହିତ ଆରମ୍ଭ କଲି। ପୁଣି ଶ୍ରୀ ଅରବିନ୍ଦ କହୁଛନ୍ତି, ଯେତେବେଳେ ସେ ଏକାନ୍ତ ବାସରେ ଥିବା ବେଳେ ମୁଁ ପୁଣି ଥରେ ପ୍ରାର୍ଥନା କରିବାକୁ ଲାଗିଲି। ସେଇ ଉଦ୍ଦେଶ୍ୟରେ ମୁଁ କହିଲି, ହେ ଭଗବାନ, ମୋତେ ତୁମର ଆଦେଶ ଶୁଣାଅ। ମୁଁ ଜାଣିପାରୁନି ବର୍ତ୍ତମାନ କଣ କରିବି, କିପରି କରିବି, କି କାମ କରିବି। ମୋତେ କିଛି ସନ୍ଦେଶ ଦିଅ ପ୍ରଭୁ। ସେଇ ଯୋଗର ଅବସ୍ଥାରେ ମୋତେ ସେତେବେଳେ ଦୁଇଟି ସନ୍ଦେଶ ମିଳିଲା। ପ୍ରଥମ ସନ୍ଦେଶ ଏହା ଥିଲା ଯେ ଭଗବାନ ମୋତେ କହିଲେ, ମୁଁ ତୁମକୁ ଏକ କାମ ଦେଇଛି ଯାହା ଏହି ଜାତିକୁ ଉଠାଇବାରେ ସହାୟତା ପ୍ରଦାନ କରିବ। ଦ୍ୱିତୀୟ ସନ୍ଦେଶ ଏହିଭଳି ଥିଲା ଯେ ଏହି 1 ବର୍ଷର ଏକାନ୍ତ ବାସ ଭିତରେ ତୁମକୁ କିଛି ଦେଖାଇ ଦିଆଗଲା। ଏହା ଦେଖାଇ ଦିଆଗଲା ଯାହା ବିଷୟରେ ତୁମର ସନ୍ଦେହ ଥିଲା, ଯାହା ହିନ୍ଦୁ ଧର୍ମର ସତ୍ୟ ଅଟେ। ଏହି ଧର୍ମକୁ ହିଁ ମୁଁ ସଂସାର ଆଗରେ ଉଠାଇବାକୁ ଚାହୁଁଛି। ଏହା ସେହି ଧର୍ମ ଯାହାକୁ ମୁଁ ଋଷି ମୁନିଙ୍କ ଦ୍ୱାରା ଓ ଅବତାରଙ୍କ ଦ୍ୱାରା ବିକଶିତ କରି ତାକୁ ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିଛି ଏବଂ ଏହି ଧର୍ମ ଅନ୍ୟ ରାଷ୍ଟ୍ରମାନଙ୍କରେ ମଧ୍ୟ ମୋର କାମ କରିବା ପାଇଁ ଧୀରେ ଧୀରେ ଅଗ୍ରସର ହେଉଅଛି। ମୁଁ ମୋର ବାଣୀକୁ ପ୍ରଚାରିତ କରିବା ପାଇଁ ଏହି ରାଷ୍ଟ୍ରକୁ ଉଠାଉଅଛି।
ଏହା ସେହି ସନାତନ ଧର୍ମ ହିଁ ଅଟେ ଯାହାକୁ ତୁମେ ସତରେ ଆଗରୁ ଜାଣିନଥିଲ। ଏହା ଭଗବାନ ଶ୍ରୀ ଅରବିନ୍ଦଙ୍କୁ କହୁଛନ୍ତି। ଭଗବାନ କହୁଛନ୍ତି ଯାହାକୁ ମୁଁ ବର୍ତ୍ତମାନ ତୁମ ସମ୍ମୁଖରେ ପ୍ରକାଶିତ କରିଦେଇଛି। ତୁମ ଭିତରେ ଯେଉଁ ନାସ୍ତିକବାଦ ଥିଲା, ଯେଉଁ ସନ୍ଦେହ ରହିଥିଲା, ସେ ସବୁର ଉତ୍ତର ତୁମକୁ ମିଳିଯାଇଛି। ଭଗବାନ ପୁଣି ମତେ କହିଲେ ମୋ ଭିତରେ ଓ ବାହାରେ ତଥା ସୂକ୍ଷ୍ମ ଭାବରେ ଓ ସ୍ଥୂଳ ଭାବରେ ମଧ୍ୟ ସବୁ ପ୍ରମାଣ ତୁମକୁ ଦେଇଦେଇଛି ଏବଂ ଏଥିରେ ତୁମ ଭିତରେ ମଧ୍ୟ ସନ୍ତୋଷ ଆସିଯାଇଛି। ବର୍ତ୍ତମାନ ତୁମେ ଯେତେବେଳେ ଜେଲରୁ ମୁକ୍ତ ହେବ, ସଦାବେଳେ ନିଜ ରାଷ୍ଟ୍ର ସମ୍ମୁଖରେ ଏହି ବାଣୀକୁ ପ୍ରସ୍ତୁତ କର ଯେ ସେମାନେ ସବୁ ଏହି ସନାତନ ଧର୍ମ ପାଇଁ ଛିଡା ହୋଇଛନ୍ତି। କେବଳ ନିଜ ପାଇଁ ନୁହେଁ ବରଂ ସେହି ରାଷ୍ଟ୍ର ପାଇଁ ଉଠୁଅଛନ୍ତି। ମୁଁ ସେମାନଙ୍କୁ ସଂସାରର ସେବା କରିବା ପାଇଁ ହିଁ ସ୍ୱତନ୍ତ୍ରତା ଦେଇଅଛି। ଯେତେବେଳେ ଏହା କୁହାଯାଉଛି ଯେ ଭାରତ ବର୍ଷ ଉପରକୁ ଉଠିବ, ତେବେ ଏହାର ଅର୍ଥ ହିଁ ହେଲା ସନାତନ ଧର୍ମ ଉପରକୁ ଉଠିବ। ଯେତେବେଳେ କୁହାଯାଏ ଭାରତ ବର୍ଷ ମହାନ ହେବ, ଏହାର ଅର୍ଥ ସନାତନ ଧର୍ମ ମହାନ ହେବ। ଯେତେବେଳେ କୁହାଯାଏ ଭାରତ ବର୍ଷ ବଢିବ ଓ ପ୍ରସାରିତ ହେବ, ତାହାର ଅର୍ଥ ହିଁ ହେଲା ସନାତନ ଧର୍ମର ପ୍ରଚାର ହେବ ଏବଂ ସାରା ଜଗତରେ ସେ ପ୍ରଭାବ ବିସ୍ତାର କରି ଚାଲିବ। ଧର୍ମ ପାଇଁ ଓ ଧର୍ମ ଦ୍ୱାରା ହିଁ ଭାରତ ବର୍ଷର ଅସ୍ତିତ୍ୱ। ଧର୍ମର ମହିମା ବଢାଇବାର ଅର୍ଥ ହେଲା ଦେଶର ମହିମାକୁ ବଢାଇବା। ଭଗବାନ ପୁଣି ମତେ କହିଲେ ମୁଁ ତୁମକୁ ଦେଖେଇ ସାରିଛି ଯେ ମୁଁ ସବୁଠାରେ ଅଛି, ପ୍ରତ୍ୟେକ ବସ୍ତୁରେ, ପ୍ରତ୍ୟେକ ମନୁଷ୍ୟ ଭିତରେ ରହିଛି। ମୁଁ ଏହି ଆନ୍ଦୋଳନ ଭିତରେ ରହିଛି। କେବଳ ସେତିକି ନୁହେଁ, ମୁଁ କେବଳ ସେଇମାନଙ୍କ ଲାଗି ଖାଲି କାର୍ଯ୍ୟ କରୁନାହିଁ ଯେଉଁମାନେ ଦେଶ ପାଇଁ ବହୁ ପରିଶ୍ରମ କରୁଛନ୍ତି, ବରଂ ତାଙ୍କ ଭିତରେ ମଧ୍ୟ ଯେଉଁମାନେ ବିରୋଧୀ ଭଳି ଲାଗନ୍ତି, ଯେଉଁମାନେ ବାଧା ସୃଷ୍ଟି କରନ୍ତି, ସମସ୍ତଙ୍କ ପାଇଁ ମୁଁ କର୍ମ କରୁଛି। କାରଣ ସେମାନେ କେହି ମୋର ଶତ୍ରୁ ନୁହନ୍ତି, ସମସ୍ତେ ମୋର ଯନ୍ତ୍ର ଅଟନ୍ତି। ପ୍ରଭୁ କହିଲେ ଶକ୍ତିର ଆବିର୍ଭାବ ହୋଇଛି ଏବଂ ତାହା ଲୋକମାନଙ୍କ ମଧ୍ୟରେ ପ୍ରବେଶ କରିସାରିଛି। ମୁଁ ଯୁଗ ଯୁଗରୁ ଏହି ଉତ୍ଥାନର ପ୍ରସ୍ତୁତି ପାଇଁ ଲାଗିଛି। ବର୍ତ୍ତମାନ ସେହି ସମୟ ଉପନୀତ ହୋଇଛି। ଏହାକୁ ମୁଁ ପୂର୍ଣ୍ଣତାର ପଥରେ ବର୍ତ୍ତମାନ ନେଇ ଚାଲିବି। ଏଇଠାରୁ ଆମେ ଜାଣିବା ଯେ ଏକ ନୂତନ ଯୁଗର ଆବିର୍ଭାବ ହୋଇଛି। ଶ୍ରୀକୃଷ୍ଣ ଯେତେବେଳେ କାରାଗୃହରେ ଜନ୍ମ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ଶ୍ରୀ ଅରବିନ୍ଦ ଯେତେବେଳେ କାରାଗୃହରେ ଅଛନ୍ତି, ସେତେବେଳେ ଶ୍ରୀକୃଷ୍ଣ ଏହି ଗୀତାକୁ ଶ୍ରୀ ଅରବିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି ଏବଂ ସେଇଠୁ ନୂତନ ଯୁଗର ପ୍ରାରମ୍ଭ ହୋଇଛି। ସେ ପୂର୍ଣ୍ଣ ଯୁଗର ପ୍ରାରମ୍ଭ ଏହା ଆମେ ଜାଣିପାରୁଥିବା। ପୁଣି ଶ୍ରୀ ଅରବିନ୍ଦ କହୁଛନ୍ତି ଏହା ସେହି ବାଣୀ ଯାହା ମୋତେ ଆପଣମାନଙ୍କୁ ଶୁଣାଇବାର ଥିଲା। ଏହି ସଭାର ନାମ ହେଲା ଧର୍ମ ରକ୍ଷଣୀ ସଭା। ତେଣୁ ଧର୍ମର ସଂରକ୍ଷଣ, ଦୁନିଆ ସମ୍ମୁଖରେ ହିନ୍ଦୁ ଧର୍ମର ସଂରକ୍ଷଣ ଉତ୍ଥାନ, ଏହି କାର୍ଯ୍ୟ ଆମ ସମ୍ମୁଖରେ ରହିଛି। ଏହି ପବିତ୍ର ଓ ପ୍ରାଚୀନ ଭୂମି ଉପରେ ଏହା ଯୁଗ ଯୁଗ ଧରି ରକ୍ଷା କରିବାର ଭାରଟି ଆର୍ଯ୍ୟ ଜାତିକୁ ଦିଆଯାଇଛି। ଯାହାକୁ ଆମେ ହିନ୍ଦୁ ଧର୍ମ କହୁ, ତାହା ବାସ୍ତବରେ ସନାତନ ଧର୍ମ ହିଁ ଅଟେ। କାରଣ ଏହା ହିଁ ସେହି ବିଶ୍ୱବ୍ୟାପୀ ଧର୍ମ ଯାହା ଅନ୍ୟ ସବୁ ଧର୍ମକୁ ଆଲିଙ୍ଗନ କରିଥାଏ। ଯେଉଁ ଧର୍ମ ବିଶ୍ୱବ୍ୟାପୀ ନୁହେଁ, ତାହା କେବେ ବି ସନାତନ ଧର୍ମ ହୋଇପାରିବ ନାହିଁ। ଏହା ଏମିତି ଏକ ଧର୍ମ ଯାହା ନିଜ ଭିତରେ ବିଜ୍ଞାନର ଆବିଷ୍କାର ଓ ଦର୍ଶନ ଶାସ୍ତ୍ରର ଗଭୀର ଚିନ୍ତନର ପୂର୍ବାଭାସକୁ ନେଇ ଏବଂ ତାକୁ ନିଜ ଭିତରେ ମିଶାଇ ଦେଇ ବା ଆତ୍ମସାତ କରି ଜଡ଼ବାଦ ଉପରେ ବିଜୟ ପ୍ରାପ୍ତି କରିପାରେ। ଏହା ସେହି ସନାତନ ଧର୍ମ ଯାହା ମାନବ ଜାତିର ହୃଦୟରେ ଏହି କଥାକୁ ସୁନିଶ୍ଚିତ ରୂପରେ ରୋପଣ କରିପାରେ ଯେ ଭଗବାନ ଆମ ନିକଟରେ ହିଁ ରହିଛନ୍ତି। ଏହା ସେହି ସବୁ ସାଧନକୁ ନିଜ ନିଜ ଭିତରେ ଧରି ରଖିଛି, ଯାହା ଦ୍ୱାରା ବା ସେହି ସବୁ ରାସ୍ତା ଦେଇ ମନୁଷ୍ୟ ଭଗବାନଙ୍କ ନିକଟରେ ପହଞ୍ଚି ପାରିବ। ଏହା ଏକ ସେହି ସନାତନ ଧର୍ମ। ଆମେ ସମସ୍ତେ ତାଙ୍କରି ଭିତରେ ହିଁ ଚଳପ୍ରଚଳ ହେଉଛୁ, ସେହି ଭଗବାନଙ୍କ ଭିତରେ ଏବଂ ତାଙ୍କରି ଭିତରେ ହିଁ ବସବାସ କରୁଛୁ। ଏହା ଏମିତି ଏକ ଧର୍ମ ଯାହା କେବଳ ଏହି ସତ୍ୟକୁ ବୁଝିପାରେ ବା ଏହାକୁ ବିଶ୍ୱାସ କରିପାରେ। ଆମର ଖାଲି ସହାୟକ ହୋଇନଥାଏ, ବରଂ ନିଜର ସମସ୍ତ ସତ୍ତାର ପ୍ରତ୍ୟେକ ଅଙ୍ଗରେ ଏହାକୁ ଅନୁଭବ କରିବା ପାଇଁ ଆମର ସହାୟକ ମଧ୍ୟ ହୋଇଥାଏ। ଏହା ସେହି ହିଁ ଧର୍ମ ଯାହା ସାରା ସଂସାରକୁ
ଏହା ଦେଖାଇ ଦେଇ କୁହେ ଏହି ସଂସାର ହେଉଛି ବାସୁଦେବଙ୍କ ଲୀଳା କ୍ଷେତ୍ର। ଏହା ଏକ ଏମିତି ଧର୍ମ ଯାହା ଆମକୁ ବୁଝାଇ ଦିଏ ଯେ ଏହି ଲୀଳାରେ ଆମେ ଆମର ଭୂମିକାକୁ କିପରି ଅତି ଭଲ ଭାବରେ ଠିକ ଭାବରେ ନିର୍ବାହ କରିପାରିବୁ। ଶ୍ରୀ ଅରବିନ୍ଦ କହୁଛନ୍ତି ଯାହା ଆମକୁ ଦେଖାଇ ଦିଏ ଏଥିରେ କେତେ ସୂକ୍ଷ୍ମରୁ ସୂକ୍ଷ୍ମତର ନିୟମ ସବୁ ରହିଛି। ଏଥିରେ ଯେଉଁ ମହାନରୁ ମହାନ ବିଧାନ ସବୁ ରହିଛି ସେ ସବୁ ବିଷୟରେ ମଧ୍ୟ ଜ୍ଞାନ ଆଣିଦିଏ। ଏହା ଏମିତି ଏକ ଧର୍ମ ଯାହା ଜୀବନରେ ପ୍ରତିକ୍ଷଣ ଘଟିତ ହୋଇଯାଉଥିବା ଛୋଟରୁ ଅତି ଛୋଟ କଥାକୁ ମଧ୍ୟ ଧର୍ମ ଠାରୁ ଅଲଗା କରି ଦେଖେ ନାହିଁ। ଯାହା ଏହା ଜାଣେ ଯେ ଅମୃତତ୍ୱ କଣ ଅଟେ ଏବଂ ଯାହା ମୃତ୍ୟୁର ବାସ୍ତବିକତା ଠାରୁ ଆମକୁ ପୂର୍ଣ୍ଣ ରୂପେ ପୃଥକ କରିଦିଏ। ଶ୍ରୀ ଅରବିନ୍ଦ କହୁଛନ୍ତି ଏହା ହେଉଛି ସେହି ବାଣୀ ଯାହା ଆପଣମାନଙ୍କୁ ଶୁଣାଇବା ସକାଶେ ମୋ ଜିହ୍ବାର ଅଗ୍ରଭାଗରେ ସ୍ଥାପିତ କରାଯାଇଥିଲା। ମୁଁ ଯାହା କହିବା ପାଇଁ ଚାହୁଁଥିଲି ତାହା ମୋ ଠାରୁ ଅଲଗା କରି ଦିଆଗଲା ଏବଂ ଯାହା ମୋତେ କହିବା ପାଇଁ ଦିଆଯାଇଥିଲା ତାହାଠାରୁ ଅଧିକା କିଛି କହିବା ପାଇଁ ମୋ ପାଖରେ ଆଉ କିଛି ନାହିଁ। ଶ୍ରୀ ଅରବିନ୍ଦ ପୁଣି କହୁଛନ୍ତି ପ୍ରଥମେ ମଧ୍ୟ ଥରେ ମୁଁ ଏହା କହିଥିଲି ଯେତେବେଳେ ଏହି ଶକ୍ତି ମୋ ଭିତରେ ଅବତରଣ କରିଥିଲା। ଏହି ଆନ୍ଦୋଳନ ଏକ ରାଜନୈତିକ ଆନ୍ଦୋଳନ ନୁହେଁ ଏବଂ ରାଷ୍ଟ୍ରୀୟତା କେବେ ମଧ୍ୟ ରାଜନୈତିକ ହୋଇପାରିବ ନାହିଁ, କିନ୍ତୁ ଏହା ଏକ ଧର୍ମ, ଆହୁରି ଏକ ନିଷ୍ଠା, ଏକ ବିଶ୍ୱାସ ଅଟେ। ସେଇ କଥାକୁ ମୁଁ ପୁଣି ଥରେ ଆଜି ଏଠାରେ କହୁଛି। ପୁଣି ଶ୍ରୀ ଅରବିନ୍ଦ କହୁଛନ୍ତି ଯେ କିନ୍ତୁ ସେଇ କଥାକୁ ଏକ ଅନ୍ୟ ରୂପରେ ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପିତ କରୁଅଛି। ଆଜି ମୁଁ ଏହା କହୁନାହିଁ ରାଷ୍ଟ୍ରୀୟତା ଏକ ଧର୍ମ, ଏକ ବିଶ୍ୱାସ, ଏକ ନିଷ୍ଠା ଅଟେ, ବରଂ ମୁଁ ଏହା କହୁଛି ଏହି ସନାତନ ଧର୍ମ ହିଁ ଆମ ପାଇଁ ରାଷ୍ଟ୍ରୀୟତା ଅଟେ। ଏହି ହିନ୍ଦୁ ଜାତି ସନାତନ ଧର୍ମକୁ ନେଇ ହିଁ ଜନ୍ମ ଗ୍ରହଣ କରିଛି, ତାକୁ ହିଁ ନେଇ ସେ ଜୀବନ ଧାରଣ କରେ, ଯେଉଁ ଜୀବନକୁ ପରିପୁଷ୍ଟ କରେ। ଯେବେ ସନାତନ ଧର୍ମର ଅବନତି ହୁଏ ତେବେ ସେହି ଜାତିର ମଧ୍ୟ ଅବନତି ହୁଏ ଏବଂ ଯଦି ଏହି ସନାତନ ଧର୍ମର ବିନାଶ ସମ୍ଭବ ହୁଅନ୍ତା ବା ହେବ ତେବେ ଏହା ସହିତ ହିଁ ଏହି ଜାତିର ମଧ୍ୟ ବିନାଶ ହୋଇଯିବ ବା ହୋଇଯାଆନ୍ତା। ସନାତନ ଧର୍ମ ହିଁ ଅଟେ ରାଷ୍ଟ୍ରୀୟତା। ଏହା ହିଁ ସେହି ସନ୍ଦେଶ ଥିଲା ଯାହା ମୋତେ ଆପଣମାନଙ୍କୁ ଶୁଣାଇବାର ଥିଲା। ଏଇଥିରୁ ଆଜିର ଏତିକି ହିଁ ଶ୍ରୀ ଅରବିନ୍ଦ କହିଥିଲେ। ଏଥିରୁ ଆମେ ବୁଝିବା ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ହୃଦୟରେ ଥିବା ସେହି ଭାବ ଯାହା ସତ୍ୟରେ ପୂର୍ଣ୍ଣ ହୋଇଥିବ। ଶ୍ରୀ ଅରବିନ୍ଦଙ୍କୁ ଅନ୍ୟ ସବୁଆଡେ ଯେତେବେଳେ ଭଗବାନ ଦେଖାଯାଇଛନ୍ତି ଏବଂ ଭବିଷ୍ୟତର ସଂକେତ ଦେଇଛନ୍ତି ସେତେବେଳେ ହିଁ ସେହି ନୂତନ ଯୁଗର ଆରମ୍ଭ ହେଇଛି। ଏହି ଉତ୍ତରପଡ଼ା ଭାଷଣ ତାହାର ଏକ ବୀଜ ରୂପ ହିଁ ଅଟେ ଯାହାକୁ ଶ୍ରୀ ଅରବିନ୍ଦ ପ୍ରଥମରେ ପ୍ରକଟ କରିଛନ୍ତି। ଏହା ସେହି ଆଗତ କାଳର ରୂପରେଖ ଅଟେ ଏବଂ ଯୋଉଥିରେ ଆମେ ଜାଣିଲୁ ଯେ ଫଳର ଇଚ୍ଛା ନ ରଖି କାମ କରିବା, ପ୍ରୟାସ କରିବା କୃତକାର୍ଯ୍ୟ ହେବା ପାଇଁ, କିନ୍ତୁ ତାର ଅର୍ଥ ଆମ ହିସାବରେ ହେବନି, ହୋଇପାରେ ଆମେ ଅସଫଳ ମଧ୍ୟ ହୋଇପାରୁ। ହୃଦୟର ସହିତ ଅତ୍ୟନ୍ତ ମନୋଯୋଗର ସହିତ କରିବା ପରେ ମଧ୍ୟ ଏମିତି ହୁଏ ଯେ କିଛି କାମ ଠିକ ଭାବରେ ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ତାହାର ଇଚ୍ଛା ନ ରଖି କାମରେ ଅତ୍ୟନ୍ତ ମନୋଯୋଗର ସହିତ ଲାଗିଥାଉ ସେତେବେଳେ ଧୀରେ ଧୀରେ ଭଗବାନ ଆମ ଭିତରେ କଥା କହିବା ଆରମ୍ଭ କରନ୍ତି। ଯେତେବେଳେ ଶ୍ରୀକୃଷ୍ଣ ଶ୍ରୀ ଅରବିନ୍ଦଙ୍କ ହାତରେ ଗୀତା ଦେଇଛନ୍ତି ସେତେବେଳେ ବୋଧ ହୁଏ ଶ୍ରୀ ଅରବିନ୍ଦ ଜାଣିଗଲେ ବା ତାଙ୍କୁ ଅନୁଭୂତି ପ୍ରାପ୍ତ ହୋଇଗଲା ସେ ଅବତାର ପୁରୁଷ ବୋଲି। ଗୀତାର ହସ୍ତାନ୍ତର ଏମିତି ଏକ ଜିନିଷ ବୋଲି ବୋଧ ହୁଏ ଯେ ତ୍ରେତୟା ଯୁଗରେ ଯେତେବେଳେ ପରଶୁରାମ ଆସୁଛନ୍ତି ଶ୍ରୀରାମଙ୍କ ପାଖକୁ ଯାଇ କହୁଛନ୍ତି ବର୍ତ୍ତମାନ ଆପଣଙ୍କର ଯୁଗ, ଆପଣ ସମ୍ଭାଳନ୍ତୁ। ଏବେ ଏଇଭଳି ହିଁ ଘଟଣା ଯେତେବେଳେ ଶ୍ରୀକୃଷ୍ଣ ଶ୍ରୀ ଅରବିନ୍ଦଙ୍କୁ ଦେଉଛନ୍ତି ଆଗକୁ ନେଇଯିବା ପାଇଁ ସୃଷ୍ଟିକୁ ସେ ପୂର୍ଣ୍ଣ ଯୁଗର ପଥର ଅବତାରଙ୍କୁ ସେଇ ଆଗକୁ ଅଗ୍ରଗତି କରିବା ପାଇଁ। ଏହା ହେଉଛି ସେ ଗୀତାର ବାଙ୍ଗ୍ମୟ ବାଣୀ ତାଙ୍କ ଦେହ ରୂପରେ ଏବଂ ଶକ୍ତି ରୂପରେ ତାଙ୍କ ଭିତରେ ପ୍ରବେଶ କରିଥିଲା। ସନାତନ ଧର୍ମ
ଏପରି ଏକ ଧର୍ମ ଯାହା ସଂସାରକୁ ତାର ପ୍ରକୃତ ରୂପରେ ଦେଖାଦିଏ। ସେଇ ରୂପ ହେଲା କଣ? ଏହି ସଂସାର ହେଉଛି ଶ୍ରୀ ବାସୁଦେବଙ୍କ ଲୀଳା କ୍ଷେତ୍ର ଏବଂ ଏହି ଲୀଳାରେ ଆମର ଭୂମିକା କଣ ତାହା ଆମକୁ ଜାଣିବାକୁ ହେବ। ଆମର କର୍ମ କଣ ଯାହା ପ୍ରଭୁ ଆମ ପାଇଁ ନିର୍ଦ୍ଧାରିତ କରିଛନ୍ତି, ସେଇ ସବୁକୁ ଜାଣିବା ପାଇଁ ଆମକୁ ଅନ୍ତର୍ମୁଖୀ ହେବାକୁ ପଡିବ। ତେବେ ମୃତ୍ୟୁ ଏକ ସତ୍ୟ ନୁହେଁ। ସନାତନ ଧର୍ମ କହୁଛି, ମା କହୁଛନ୍ତି ଯେ ମୃତ୍ୟୁ ଏକ ସତ୍ୟ ନୁହେଁ, ଏହା ଆମର ପୂର୍ଣ୍ଣ ଜଗର ଯାତ୍ରା ପଥରେ ଏକ ପାବଚ୍ଛ ମାତ୍ର। ମୁଁ ମୋର ଆଲୋଚନାକୁ ଆଲୋକ ପାଣ୍ଡେଙ୍କର ଏକ ସୁନ୍ଦର ଉକ୍ତି ସହିତ ସମାପନ କରିବି ଯେ ସତ୍ୟ କଣ? ଅମୃତତ୍ଵ ସତ୍ୟ ଅଟେ, ସତ୍ୟ ସତ୍ୟ ଅଟେ, ପ୍ରେମ ସତ୍ୟ ଅଟେ, ଆନନ୍ଦ ସତ୍ୟ ଅଟେ, ଶାନ୍ତି ସତ୍ୟ ଅଟେ, ଜ୍ଞାନ ସତ୍ୟ ଅଟେ, ଏକତ୍ଵ ସତ୍ୟ ଅଟେ, ମାତୃନାମ ସତ୍ୟ ଅଟେ, ମାତୃନାମ ସତ୍ୟ ଅଟେ, ମାତୃନାମ ସତ୍ୟ ଅଟେ। ବନ୍ଦେ ମାତରମ୍। ଅଶେଷ ଧନ୍ୟବାଦ ଅପା। ଭଗବାନଙ୍କର ମୁଖ ନିଃସୃତ ବାଣୀକୁ ଶ୍ରୀ ଅରବିନ୍ଦ ଯେଉଁ ଭାବେ କହିଥିଲେ ତାକୁ ଆପଣ ପ୍ରାଞ୍ଜଳ ଭାବେ ଏଠି ଉପସ୍ଥାପନ କରିଛନ୍ତି। ଆପଣଙ୍କ ଅନୁଭୂତି ସଂଗ୍ରହକୁ ନେଇ ଆପଣ ଆମ ଆଗରେ ବାଢି ଦେଇଛନ୍ତି। ଆମ ସମସ୍ତଙ୍କ ତରଫରୁ ମାଙ୍କ ନିକଟରେ କୃତଜ୍ଞତା ଆଉ ଆପଣଙ୍କ ନିକଟରେ କୃତଜ୍ଞତା। ଉପସ୍ଥାପନାର ଶୈଳୀ ଉଚ୍ଚ କୋଟିର ଥିଲା। ପ୍ରକୃତରେ ଆମେ ଶ୍ରୀ ଅରବିନ୍ଦଙ୍କ ଉପସ୍ଥିତିକୁ ଆମ ମଧ୍ୟରେ ଅନୁଭବ କଲେ ହିଁ ତାଙ୍କ କୃପା ବଳରେ ହିଁ ଆମେ ତାଙ୍କ କଥାକୁ କହିପାରିବା। ମା ଆପଣଙ୍କୁ ଆହୁରି ଯୋଗ୍ୟ କରନ୍ତୁ, ଏହା ହିଁ ଆମର କାମନା। ଶ୍ରୀ ଅରବିନ୍ଦ ଯେତେବେଳେ କାରାଗାରରେ ଥିଲେ ସିଏ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, ହେ ପ୍ରଭୁ, ଯଦି ତୁମେ ଅଛ, ଯଦି ତମେ ମୋ ହୃଦୟକୁ ଜାଣ, ତୁମେ ଜାଣ ଯେ ମୁଁ ମୁକ୍ତି ମାଗୁନି। ଅନ୍ୟମାନେ ତୁମକୁ ଯାହା ସବୁ ମାଗୁଛନ୍ତି ମୁଁ ସେଥିରୁ କିଛି ବି ମାଗୁନି। ମୁଁ କେବଳ ମାଗୁଛି କିଛି ଶକ୍ତି ଯାହାକି ଏହି ଜାତିକୁ ଉନ୍ନତ ପଥକୁ ଆଣିଦେବ। ମତେ କେବଳ ସେମାନଙ୍କ ପାଇଁ ବଞ୍ଚିବାକୁ ହବ। ମତେ ସେମାନଙ୍କ ପାଇଁ କାମ କରିବାକୁ ଅନୁମତି ଦିଆଯାଉ। ମୁଁ ସେମାନଙ୍କୁ ଭଲ ପାଏ, ସେମାନଙ୍କୁ ପାଇ ସେମାନଙ୍କ ପାଇଁ ଜୀବନ ମଧ୍ୟ ଦେଇପାରେ। ସତରେ ଶେଷରେ ମଣିଷ ସମାଜର ଯୋଉ ଆଧାର ପ୍ରସ୍ତୁତ ହୋଇନଥିଲା ସେ ନିଜ ଜୀବନକୁ ବିସର୍ଜନ କରିଦେଇଥିଲେ। ସେଇ କାରାଗାରରେ ଦୁଇଟି ବାଣୀ ଦେଇଥିଲେ ଯେ ସେ ହେଲା ଗୋଟିଏ କର୍ମ ଓ ଅନ୍ୟଟି ହେଲା ସନ୍ଦେଶ। କର୍ମ ହେଲା ଜାତିର ଉନ୍ନତି କରିବା ଆଉ ସନ୍ଦେଶଟି ହେଲା ସନାତନ ଧର୍ମ ହିଁ ହିନ୍ଦୁତ୍ୱ ଓ ରାଷ୍ଟ୍ରୀୟତା। ସେଥିପାଇଁ ଆଜି ଭାରତ ବର୍ଷ ଉଠିଛି ସେହି ଶକ୍ତିଶାଳୀ। ଆଜି ଭାରତ ବର୍ଷ ଶକ୍ତିଶାଳୀ ହେବାକୁ ଚାହୁଁଛି, ଅନ୍ୟ ଦେଶକୁ ଦମନ କରିବା ପାଇଁ ନୁହେଁ। ଅପା ଏସବୁ କହିଥିଲେ ତାଙ୍କୁ ସଂସାରରେ ଦିଆଯାଇଥିବା ସନାତନର ଜ୍ୟୋତିକୁ ବିଚ୍ଛୁରିତ କରିବା ପାଇଁ, ମାନବ ଜାତିର କଲ୍ୟାଣ ପାଇଁ ସେ ସମର୍ପିତ ହେବା ପାଇଁ ଅଛି। ଏହାକୁ ଆମେ ମର୍ମେ ମର୍ମେ ଅନୁଭବ କରିବା। ଆଉ ଶ୍ରୀ ଅରବିନ୍ଦ ଯୋଉ ଉତ୍ତରପଡା ଭାଷଣ ଦେଇଥିଲେ, ସେ ଯୋଉ ଶକ୍ତିର ସହିତ, ଯେ ଉନ୍ମାଦନାର ସହିତ ସେହି ଶକ୍ତି ଆମ ମଧ୍ୟରେ ପ୍ରବାହିତ ହେଉ। ଆମେ ଅପାଙ୍କର କଥା ନେବା ଯେ ସତ୍ୟ ହିଁ ନିତ୍ୟ, ତେଣୁ ସତ୍ୟକୁ ହିଁ ବଞ୍ଚିବା। ଆଉ ଆମେ ଅଭିଷ୍ଠା କରିବା ଯେ ମା ଆମକୁ ଆହୁରି କିଛି ଶକ୍ତି ଦିଅନ୍ତୁ, ଆମକୁ ଯୋଗ୍ୟ କରନ୍ତୁ, ଆମେ ତାଙ୍କର ଅନୁଗାମୀ ହେବା ଆଉ ତାଙ୍କୁ ନେଇ ବଞ୍ଚିବା।